ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। 4 ତାରିଖରେ ମିଳିବ ସୁଭଦ୍ରାର ଟଙ୍କା। ତେବେ ଆସନ୍ତା 4 ତାରିଖରେ ସୁଭଦ୍ରା ଯୋଜନାର 1,23,849 ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି, ଏହି ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫରୁ 50,000 ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଥିଲା। ପୂର୍ବରୁ ସୁଭଦ୍ରାର 4ଟି କିସ୍ତି ମହିଳାଙ୍କର ବ୍ୟାଙ୍କ ଖାତାକୁ 5,000 ଲେଖାଏଁ ଦିଆଯାଇଛି। ପୂର୍ବରୁ ସୁଭଦ୍ରାର ନୂତନ ପଞ୍ଜୀକରଣ ତାରିଖ ଘୋଷଣା ହୋଇଥିଲା। ଏପ୍ରିଲ 1ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜୀକରଣ ଅବଧି ଏପ୍ରିଲ 30ରେ ଶେଷ ହୋଇଥିଲା। ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରିନଥିଲେ, ସେମାନେ ଆବେଦନ କରିବା ପାଇଁ ସମୟସୀମା ଦିଆଯାଇଥିଲା। ମାନଦଣ୍ଡ ଅନୁଯାୟୀ ଏପ୍ରିଲ 1, 2026 ସୁଦ୍ଧା 21 ବର୍ଷରୁ 60 ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କର ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ 2026-27 ଆର୍ଥିକ ବର୍ଷରୁ ଯୋଜନା ଅବଧି ପର୍ଯ୍ୟନ୍ତ ବାର୍ଷିକ 2ଟି କିସ୍ତିରେ ମୋଟ 10,000 ସହାୟତା ପ୍ରଦାନ କରାଯିବ।